ଆଜିକାଲି ମାଆ ମାନଙ୍କର ବଡ଼ ଚିନ୍ତା ପିଲାମାନଙ୍କୁ କ'ଣ ଜଳଖିଆ ଦେବେ। ତାଙ୍କ ମନ ପସନ୍ଦର ନହେଲେ ପୁଣି ବାହାରୁ କିଣି ଆଣି ଦେବା ପାଇଁ ମଧ୍ୟ ଡିମାଣ୍ଡ କରିବେ। ଆଉ ଏ ବର୍ଷା ଦିନେ ବାହାରୁ ଜଳଖିଆ କିଣି ଆଣି ଦେବାଟା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଯେ କେତେ ରିସ୍କ କହିଲେ। ଆଜି ସେଇ ମାଆ ମାନଙ୍କର ସବୁ ଟେନସନକୁ ଦୂର କରିବା ପାଇଁ ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି ଗୋଟେ ଡିଫରେଣ୍ଟ ଆଉ ଟେଷ୍ଟି ଜଳଖିଆ, ଯେଉଁଟା ଏକଦମ ହେଲ୍ଦି ସହିତ ପିଲାମାନେ ଆଉ ଚୁଁ କିଛି ହେବେନି, ଖୁସିରେ ବ୍ରେକଫାଷ୍ଟ ସରିଯିବ। ଆରେ ଏଇ ବ୍ରେକଫାଷ୍ଟଟି ପିଲାମାନେ ଖାଇଲେ ଦେଖିବେ ସପ୍ତାହକୁ 3 ଥର ଆପଣଙ୍କୁ ଡିମାଣ୍ଡ କରିବେ। ତାହେଲେ ଆସନ୍ତୁ ଦେଖିବା ମୋର ଏ ରେସିପିଟି। ଜୟ ଜଗନ୍ନାଥ। ପ୍ରବୀଣାସ୍ ହେରିଟେଜ୍ କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ମୁଁ ଆଜି ଆପଣମାନଙ୍କ ସାଙ୍ଗେ ସେୟାର କରିବି ଷ୍ଟଫ୍ଡ ଷ୍ଟିମ୍ ବା ଓବନ୍। ସେଥିପାଇଁ ଗୋଟେ ବାଉଲରେ ଅଧ କପ୍ ହାଲକା ଉଷୁମ ପାଣି ନେବା। ସେଥିରେ 1 ଚାମଚ ଚିନିକୁ ଆଗ ଭଲ ଭାବରେ ମିଞ୍ଜାଇ ଦେବା। ଚିନି ମିଞ୍ଜିଗଲା ପରେ ଏଠି ମୁଁ ନେଇଛି 1 ଚାମଚ ଇନଷ୍ଟାଣ୍ଟ ଡ୍ରାଏ ଇଷ୍ଟକୁ ଏଇ ଚିନି ପାଣି ସହିତ ଭଲ ଭାବରେ ମିଶାଇ ଦେବା। ତାପରେ ତାକୁ ଘୋଡ଼େଇକି 15 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। 15 ମିନିଟ୍ ପରେ ଦେଖନ୍ତୁ ଆମର ଇଷ୍ଟଟି ଏକଦମ ଫର୍ମେଣ୍ଟେସନ୍ ହେଇଯାଇଛି। ବର୍ତ୍ତମାନ ଗୋଟେ ବାଉଲରେ ମୁଁ ଏଠି 1 କପ୍ ଅଟା ନେଇଛି। ସେଥିରେ ସ୍ୱାଦ ଅନୁସାରେ ଲୁଣ, ତାପରେ ଯେଉଁ ଇଷ୍ଟ ଆମର ଫର୍ମେଣ୍ଟେସନ୍ ହେଇଯାଇଛି ସେତକ ଯାକ ସବୁ ପକାଇଦେବା। ପକାଇ ଅଟା ସହିତ ଭଲ ଭାବରେ ମିଶାଇ ଆଉ ଅଧ କପ୍ ପାଣି ଦେଇ ଆମେ ଏ ଅଟାକୁ ଭଲ ଭାବରେ ଖିଞ୍ଚି 15 ମିନିଟ୍ ପର୍ଯ୍ୟନ୍ତ ଚକଟିବା। ୟାର କାମ ହେଲା ବାସ୍ ଏତିକି, ଟିକେ ଆମକୁ ଅଟାଟାକୁ ଭଲରେ ଖିଞ୍ଚି ଚକଟିବାକୁ ପଡ଼ିବ। ନର୍ମାଲ ରୁଟି କରିବା ପାଇଁ ଆମେ ଯେତିକି ପାଣି ଦେଉଛେ ତାଠୁ ଆମେ ଆଉ ଟିକେ ଅଧିକ ପାଣି ଦେବା, ଯେମିତି ଆମର ଡୋଟି ହାଲକା ଲହରିଆ ହେବ। ଦେଖନ୍ତୁ ଏଠି ମୋର କେମିତି ଅଟାଟି ଟିକେ ନାକୁ ପାଣିଆ ଅଛି। ଯେହେତୁ ଆମର ଡୋଟି ଟିକେ ନାକୁ ପାଣିଆ ଅଛି, ନିହାତି ତ ହାତରେ ଲାଖିବ। ତେଣୁ ଯେତେବେଳେ ଆମେ ହାତରେ ଲାଖିବ ତାକୁ ଏମିତି ଚାମଚରେ ଟିକେ ହାତରୁ ବାହାର କରିଦେବା। ଆଉ ଅଳ୍ପ ଅଳ୍ପ ଟିକେ ତେଲ ଦେଇ ତାକୁ ଏଇଭଳି ଆମେ ଚକଟିବା। ଦେଖିବେ 10 ମିନିଟ୍ ଖଣ୍ଡେ ଏଇଭଳି ଚକଟିବା ଭିତରେ ଆମର ଡୋଟି ଆଉ ହାତରେ ଲାଖିବନି, ଏକଦମ ନରମ ବି ମଧ୍ୟ ହେଇଯାଇଥିବ। ଆଉ ଆମ ବାଉଲରେ ମଧ୍ୟ ବି ଜମା ଲାଗିବନି। 10-15 ମିନିଟ୍ ଏଇଭଳି ଖିଞ୍ଚି ଆମେ ତେଳେ ଚକଟିବାକୁ ପଡ଼ିବ। ଆମର ଡୋଟି ଏବେ ପ୍ରାୟ ଚକଟା ହେଇ ଆସିଲାଣି। ବର୍ତ୍ତମାନ ମୁଁ ଆଉ ଟିକେ ନାକୁ ତେଲ ହାତ ହେଇ ଉପରେ ଦେଇ ତାକୁ ଭଲ ଭାବରେ ଗୋଲ କରି ସେଟ୍ କରିଦେବା। ଆଉ ତାକୁ ଘୋଡ଼େଇକି ରଖିଦେବା ଘଣ୍ଟେ ପର୍ଯ୍ୟନ୍ତ। ସେଇ ଘଣ୍ଟେ ଭିତରେ ଆପଣ ପିଲାଙ୍କର ଅନ୍ୟ କାମ ସାରିଦେବେ। ତା ସହିତ ପୁଣି ଆମେ ଯେଉଁ ବାଉଲରେ ଦେଇଛେ ଷ୍ଟଫିଂ, ସେ ଷ୍ଟଫିଂ ମଧ୍ୟ ତିଆରି କରିବା। ଷ୍ଟଫିଂ ପାଇଁ ଏଠି ନେଇଯିବା ଗୋଟେ ଚପର ବକ୍ସ। ସେଥିରେ ମୁଁ ନେଇଛି ଫାଳେ କ୍ୟାପ୍ସିକମ୍ କାଟିକି ନେଇଛି, ତା ସହିତ ଫାଳେ ଗାଜର ମଧ୍ୟ ନେଇଛି। ଆଉ ଏଇଟା ବର୍ଷା ଦିନ ଅଛି, ସୁଇଟ୍ କର୍ଣ୍ଣ ତ ବଢ଼ିଆ ଭାବେ ମିଳୁଛି, ସେଥିରୁ ସୁଇଟ୍ କର୍ଣ୍ଣ ମଧ୍ୟ ମୁଁ କିଛି ନେଇଛି। ଯଦି ଆପଣଙ୍କ ପାଖେ ଫ୍ରୋଜନ୍ କର୍ଣ୍ଣ ଅଛି ତାକୁ ମଧ୍ୟ ନେଇଯିବେ। ବର୍ତ୍ତମାନ ୟାକୁ ଆମେ ଚପରରେ ଟିକେ ଫାଇନ୍ ଚପ୍ କରିନେବା। ଯେମିତି ମୋମୋ ପାଇଁ ତିଆରି କରୁଛେ ନା, ସେମିତି ଏଇଭଳି ତାକୁ ଫାଇନ୍ ଚପ୍ କରିନେବା। ଚପ୍ ହେଇଗଲା ପରେ ୟାକୁ ଆମେ ଗୋଟେ ବାଉଲକୁ ବାହାର କରି ଆଣିବା। ବର୍ତ୍ତମାନ ଆମେ ୟା ଦେହରେ ପୁଣି ଆଉ କିଛି ଜିନିଷ ମିଶାଇବା। ସେଥିରେ ମୁଁ ନେଇଛି ଅଳ୍ପ ଟିକେ ପନିରକୁ ଛୋଟ କ୍ୟୁବ୍ କରି କାଟିକି, ଗୋଟେ ପିଆଜକୁ ମଧ୍ୟ ପୁରା ଫାଇନ୍ ଚପ୍ କରିକି ନେଇଛି। ତା ସହିତ କଞ୍ଚା ଲଙ୍କା ସ୍ୱାଦ ଅନୁସାରେ ଆପଣ ଆପଣଙ୍କ ପସନ୍ଦ ହିସାବରେ ନେବେ। ତାପରେ ଯେହେତୁ ଭେଜିଟେବୁଲ୍ ଦେଇଛି ସେଥିପାଇଁ ଟିକେ ଲୁଣ ଦେଇଛି। ପିଲାଙ୍କ ଟେଷ୍ଟ ତ ଜାଣିଛନ୍ତି, ତେଣୁ ସେଥିପାଇଁ ମୁଁ ଏଠି ନେଇଛି ସେଜୱାନ୍ ସସ୍ 2 ଚାମଚ, ମିଓନିଜ୍ ମଧ୍ୟ ଟିକେ ନାକୁ ନେଇଛି, ତା ସହିତ ଅରେଗାନୋ। ଏସବୁ ନେଇଗଲେ ଆମର ଏ ମସଲାଟି ବହୁତ ବଢ଼ିଆ ବାସ୍ନା ବି ହେବ। ଆପଣ ଚାହିଁଲେ ଚିଲି ଫ୍ଲେକ୍ସ ଡାଳିପାରିବେ, ଆଉ ଯାହା ବି କିଛି। ହଁ, ପୁଣି ଏଠି ମୁଁ ନେଇଛି ଆଉ ଟିକେ ଚିଜ୍କୁ ମଧ୍ୟ ଏଠି ଗ୍ରେଟିଂ କରିକି ନେଇଯାଇଛି, ଯେଉଁଟାକି ବଢ଼ିଆ ବାସ୍ନା ଆସିବ। ଆପଣ ଆପଣଙ୍କ ପିଲାଙ୍କ ପସନ୍ଦ ହିସାବରେ ଏସବୁ ଜିନିଷ ନେଇଯିବେ। ବର୍ତ୍ତମାନ ଏ ସବୁକୁ ଗୋଳାଗୋଳି କରି ଗୋଟେ ମିକ୍ସଚର ତିଆରି କରିଦେଲେ। ଦେଖନ୍ତୁ ମିକ୍ସଚରଟି କେତେ ବଢ଼ିଆ ହେଇଯାଇଛି। ଧନିଆ ପତ୍ର ମୋ ପାଖରେ ଆଭେଲେବୁଲ୍ ନାହିଁ, ଆପଣଙ୍କ ପାଖରେ ଯଦି ଥିବ ଧନିଆ ପତ୍ର ମଧ୍ୟ ଦେଇଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ମିକ୍ସଚର ହେଇଗଲେ ଏବେ ଚାଲନ୍ତୁ ଆମ ଡୋକୁ ଦେଖିବା। ଦେଖନ୍ତୁ ଘଣ୍ଟେ ଭିତରେ ଆମ ଡୋଟି ପୁରା ଡବଲ ହେଇଯାଇଛି। ବର୍ତ୍ତମାନ ୟାକୁ ଆମେ ଗୋଟେ ପ୍ଲେଟ୍କୁ ବାହାର କରି ଆଣିବା। ତାକୁ ରୋଲ୍ କରି ଆମେ ସମାନ ଇକ୍ୱାଲ୍ ପାର୍ଟରେ ଡିଭାଇଡ଼ କରିନେବା। ଏଠି ମୁଁ ଆମର ରୁଟି ବେଲିବା ପାଇଁ ଯେଉଁ ସାଇଜ୍ ଗୁଳା ଦରକାର ମୁଁ ସେଇଭଳିଆ ନେଉଛି। ଆପଣ ଯଦି ଆଉ ଟିକେ ବଡ଼ ଚାହିଁବେ ତାହେଲେ ଆଉ ଟିକେ ବଡ଼ ମଧ୍ୟ କରିପାରିବେ। ଏଠି ଆମର ଗୁଳା ହେଇଗଲା। ଏଇସବୁ ଗୁଳାକୁ ଆମେ ହାତରେ ଆଉ ଟିକେ ନେଇ ଏଇଭଳି ଚକଟିକି ପୁରା ଭଲ ଭାବରେ ଗୋଲ କରି ସାଇଜ୍ କରି ଗୋଟେ ପ୍ଲେଟ୍ରେ ରଖିଦେବା। ତାପରେ ଗୋଟେ ଷ୍ଟିମରରେ ଗୋଟେ ବଟର ପେପରକୁ ଆମେ ଏଇଭଳି ଆଗ ରେଡ଼ି କରିକି ରଖିଦେବା। ଆମେ ଯେଉଁ ଡୋରୁ ଗୁଳା ତିଆରି କରିଥିଲେ ସେ ଗୁଳାରୁ ଗୋଟେ ପାର୍ଟ ନେବା। ତାପରେ ତାକୁ ଏଭଳି ହାତରେ ରୋଲ୍ କରି ମଝିରେ ହୋଲ୍ କରିଦେବା ଆଉ ପୁରା ଷ୍ଟଫିଂରୁ 1 ଚାମଚ ଭରିକି ଦେବା। ଦେଇସାରିଲା ପରେ ଆମେ ପୁରା ଡୋଟିକୁ ସିଲ୍ କରିନେବା।
गोलाटी सील करी देखंतु चारिपटु पूरा एक साइज करि नबा। जो भले आमे मंडा पिठा तैयारी करूचे किंबा मोमो तैयारी करूथिबे से भले आमे सील करि नबा। एटा करिबा भी बेसी कष्ट पड़िबनी, सहज हबो। हाँ, मोर एई भली गोटे रेसिपी मध्य मु अटारे ब्रेड तैयारी करथिली। आपण जदि देखिबाकू चाहउछन्ती तार लिंक मध्य मु डिस्क्रिप्शन बॉक्स रे दे देबी। एई भली भाबरे आमे सब गोलारे स्टफिंग भर्ती करी ताकू सब रेडी करि नबा। ये सब गुला गुड़िक आम सब टिके टिके छड़ेकी रखा, कहीं आम जिते स्टीम करवा ये सब गोला साइज रे फुलिकी पूरा डबल हो जाइथिबो। फ्री रे फुलिवाई आम टिके टिके गैप रे रखीदेले बहुत भल हम। बर्तमान ये सब रेडी हो गला। एबे याकू आम स्टीम करवा। ये सब रेडी करवा भितर मु स्टीमर रे पानी देई ताकू बॉईल कर देइथिली। पानी भी मोर बॉईल हो जाइए, बढ़िया बांफ भी बाहर। बर्तमान आम स्टीमर छांचटी को आनी आदिहरे रखीदबा आ ताकू घोड़े दबा। मीडियम फ्लेम रे आम याकू 15 मिनिट पर्यंत बॉईल होबाकू दबा। 15 मिनिट पर मु आपनको कवर खोलिकी देखेबी। देखंतु पूरा कहूली ना डबल पूरा हो जाइए आ बढ़िया भी फुली जाइए। गैस फ्लेम ऑफ करदबा। आपको ठंडा हाँवाई आम छाड़ीदबा। अल्प टिके ठंडा, यहाँ गरम गरम खाइले ही बेसी भल लगे। टिके ठंडा हाँ जमती हाथ में धरी हम। ठंडा है देखंतु केते सुंदर आमर बाहरी आसुची। आमर स्टीम्ड बाओ बन रेडी हो गला। एकदम सॉफ्ट होगा सहित भितर भी आमर बहुत बढ़िया फ्लेवरफुल वेजिटेबल मसला मध्य अच्छी। मु आपन को खंड करके देखौची। देखो आमर बन टी केते सॉफ्ट होइची और बढ़िया बास्ना मध्य होची। आपण एभली घरे ट्राए करंतु, पिला माननको दियंतु। जदि भल लागिला सांग मानक सहित शेयर करदेबे आ हसिकी लाइक बटन प्रेस करने को जम्मा भी भूलिबेनी। आ मते मन पकेबा सहित मो चैनल को सब्सक्राइब करदेबे।